ଆଜିର ଉତ୍ସବର କାରଣ ହେଲା ଯେ ସମସ୍ତେ କର୍ମୀ ମାନେ ଏବଂ ନେତା ମାନେ ଏକାଠି ବସି ବିଜୁ ଜନତା ଦଳର ଯୋଉ ଐତିହାସିକ ଦର୍ଶନ ଥିଲା, ଯୋଉ ବିଚାରଧାରା ଅଛି ତାପରେ ଚିନ୍ତା କରି ଦଳର ଆଗାମୀ ରାସ୍ତା ଏବଂ ଓଡ଼ିଶା ପାଇଁ ଦଳର କଣ ଯୋଜନା ଅଛି ସେ ବିଷୟରେ ଚିନ୍ତା କରିବାର ଇଏ ଅବସର। ତେଣୁ ସବୁ ଜାଗାରେ ରାଜ୍ୟରେ ଏ ଉତ୍ସବ ପାଳନ କରାଯାଉଛି। ଆମର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଶଙ୍ଖ ଭବନରେ ଆମମାନଙ୍କୁ ଏ ବିଷୟରେ ଉତ୍ସାହ ଏବଂ ପ୍ରେରଣା ଦେଲେ ଯେ ବିଜୁ ଜନତା ଦଳ ଆହୁରି 100 ବର୍ଷ ଯାଏ ବଞ୍ଚି ରହିବ, ଦୃଢ଼ ସଂଗଠନ ଭାବେ ରହିବ। ତେଣୁ ସମସ୍ତେ ଏକାଠି କାମ କରି ଓଡ଼ିଶାବାସୀଙ୍କ କଲ୍ୟାଣରେ ଆଗକୁ ନେଇଯିବା। ବିଜୁ ଜନତା ଦଳ କେବଳ ନିର୍ବାଚନ ଯେତିକି କ୍ଷମତାକୁ ଆସିବାର ଦଳ ନୁହେଁ, ଏ ଓଡ଼ିଶାବାସୀଙ୍କର ଦଳ, ଓଡ଼ିଶା ଲୋକମାନଙ୍କର ଦଳ। ତେଣୁ ଏଇ ବିଚାରଧାରାକୁ ଆମେ ମନରେ ରଖି ପାର୍ଟିକୁ ଆଗକୁ ବଢେଇ ନେବାର ଆଜିର ଏସବୁ ଅନୁଷ୍ଠାନରେ ସଂକଳ୍ପ କରିଛୁ। କାହିଁକି ସମ୍ଭବ ନୁହେଁ? ପୃଥିବୀରେ ଅନେକ ଦଳ ଦେଖନ୍ତୁ, ରିପବ୍ଲିକାନ ପାର୍ଟି, ଡେମୋକ୍ରାଟିକ ପାର୍ଟି ଆମେରିକାରେ ଦେଖନ୍ତୁ, କନଜରଭେଟିଭ ପାର୍ଟି ବ୍ରିଟେନରେ ଦେଖନ୍ତୁ, ଭାରତ ବର୍ଷରେ କଂଗ୍ରେସ ପାର୍ଟି ଦେଖନ୍ତୁ, ଅନେକ ପାର୍ଟି ଅଛନ୍ତି ଯୋଉମାନେ ବହୁ ବର୍ଷ ହେଲା ଅଛନ୍ତି ରାଜନୀତିରେ। ବିଜୁ ଜନତା ଦଳ ମଧ୍ୟ ବର୍ତ୍ତମାନ ହେଇଗଲା 29 ବର୍ଷ 28 ବର୍ଷ ପୂର୍ଣ୍ଣ ହେଇସାରିଛି। ସେଭଳିଆ ଚାଲିବ, ଲୋକମାନଙ୍କର ସ୍ନେହ ଶ୍ରଦ୍ଧା ସମ୍ମାନର ସହିତ ଚାଲିବ। ପୃଥିବୀରେ ଭଗବାନ ମଧ୍ୟ ଋତୁ ବଦଳିବାର ବନ୍ଦୋବସ୍ତ କରିଛନ୍ତି। ତେଣୁ ରାଜନୀତିରେ ମଧ୍ୟ ଋତୁ ବଦଳେ କିଛି ଦିନ ପାଇଁ ଏ ଯୋଉ ସୁଖା ପଡିଛି ରାଜ୍ୟରେ ସେ ବି ସରିଯିବ, ପୁଣି ବସନ୍ତ ଫେରି ଆସିବ ବିଜୁ ଜନତା ଦଳ ସହିତ। ସୁରେଶ ବିଷୟ ପୂର୍ବତନ କିଶନଗର ପଞ୍ଚାୟତର ପ୍ରେସିଡେଣ୍ଟ तथा एबे पूर्वतन कटक जिला साधारण संपादक मोनर मो पंचायत मो घर विजु बाबू नाम नामित होइथिबा विजु जनता दल तार 29तम प्रतिष्ठा दिवस पालन करुछि। एही पालन को मान्यवर नवीन पट्टनायक जे पूर्वतन मुख्यमंत्री एवं विरोधी दल नेता तांकर निर्देश क्रमे सारा ओडिशार सबु अनुकोण सबु आड़े यही प्रतिष्ठा दिवस पालन करा जाउछि। साधारण कर्मी मंत्री एमएल जिला परिषद सरपंच पीएसएमर समस्त ये उत्सव में सामिल होती एवं आज समस्त प्रतिष्ठा दिवस शपथ रही आगामी दिन में विजु जनता दल किभली भाव सुदृढ़ करेंगे एवं ये जो डबल इंजिन सरकार जो रंगबोला सरकार ताकू प्रतिहत कर पुनः विजु जनता दल 29 सरकार कर गगन बिहारी महापात्र किशोर नगर ग्राम पंचायत कार्यकारी सभापति। ये प्रतिष्ठा दिवस रे मुझे सर्वसाधारण एवं आम विजु जनता दल समस्त कर्मी मानक एतिक अनुरोध करी मंत्री एमएलए माने से माने दल त्याग करें किंतु जो माने प्रकृति में सचोट कर्मी से माने केबे दल छाड़ी केबे जीवे नहीं। आम बर्तमान आज जी लोक ये उपस्थित अच्छु एमाने हूँ सचोट कर्मी। आगामी दिन में यही कर्मी माने ही देश को संभाଳିବେ एवं नेता को ठीक जवाब देवे। ये रोची धन्यवाद।